ଆମକୁ ନାହିଁ ଦରକାର, ଠିକ ବହି ଆମକୁ ଦେବେ ସରକାର, ଭୁଲ ବହି ଆମକୁ ନାହିଁ ଦରକାର, ଠିକ ବହି ଆମକୁ ଦେବେ ସରକାର। କଣ କହିବେ ଆଜି 8 ଦିନ ହେଇଗଲା ଅନଶନ ଆଜି 8 ଦିନରେ ପହଞ୍ଚିଛି ଅନଶନ। ଏ ଯାଏଁ ସରକାରଙ୍କର କିଛି ଆଲୋଚନା ନାହିଁ। ଆଉ ଯୋଉ ପିଲାଙ୍କୁ ଭୁଲ ବହି ଦେଇଛନ୍ତି, ଯୋଉ ବହି ପଢିକି ପିଲାମାନେ ଆଗାମୀ ଦିନରେ କିଛି କରିପାରିବେ ନାହିଁ, ପିଲାମାନଙ୍କୁ ମୂର୍ଖ କରିବା ପାଇଁ ଗୋଟେ ଷଡ଼ଯନ୍ତ୍ର ଚାଲିଛି। ସେଥିପାଇଁ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦାବି ଆଜି ବସିଛି 8 ଦିନ ଅନଶନ। କିନ୍ତୁ ଏଯାଏଁ ସରକାର ତ କିଛି ଆଲୋଚନା ହିଁ ନାହିଁ। ଆଜି ପିଲାମାନେ ଯୋଉମାନେ ଅଛନ୍ତି, ପିଲାମାନେ ନିଜେ ବହି ନେଇକି ଆସିଛନ୍ତି କି ଭୁଲ ବହିକୁ ଫେରସ୍ତ କରୁଛନ୍ତି ସରକାରକୁ। ସେ କହୁଛନ୍ତି କି ତମ ଭୁଲ ବହି ତମେ ନିଅ, ଆମର ଠିକ ବହି ଆମକୁ ଫେରସ୍ତ କର। ଏଇ ଜିନିଷକୁ ନେଇକି ଏଠି ଦେଖିବେ ଆଜି ସବୁ ସ୍କୁଲର ଯୋଉ ପିଲାମାନେ ଅଛନ୍ତି, ଆଜି କ୍ଲାସ 1 ରୁ କ୍ଲାସ 8 ଯାଏଁ ସବୁ ଷ୍ଟୁଡେଣ୍ଟ ମାନେ ଆସିକି ପହଞ୍ଚୁଛନ୍ତି। ଓଡ଼ିଶାର ପିଲାଙ୍କର ଭବିଷ୍ୟତକୁ, ଶିକ୍ଷା ବ୍ୟବସ୍ଥାକୁ ଯୋଉ ବର୍ବାଦ କରିବା ପାଇଁ ବସୁଛନ୍ତି, ଆମେ ୟାକୁ ବର୍ବାଦ କରିବା ଦେବା ନାହିଁ। ଆଜି ये ଅନଶନ ସତ୍ୟର ହଉଛି ସମ୍ପୂର୍ଣ୍ଣ ଶିକ୍ଷାର ବ୍ୟବସ୍ଥା ପରିବର୍ତ୍ତନ ପାଇଁ ବସିଛି। ଯୋଉ ଯାଏଁ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦେଇନାହାନ୍ତି, ସେ ଯାଏଁ ଅନଶନ ଜାରି ରହିବ। ଦେଖିବେ ରାଜସ୍ଥାନ ଆସି ପହଞ୍ଚିଲୁ, ୱାଟରମ୍ୟାନ ଅଫ ଇଣ୍ଡିଆ ଆସିକି ଏଠି ପହଞ୍ଚିକି ସମର୍ଥନ ଦେଇଗଲେ। ଏବଂ କାଲି 28 ତାରିଖରେ ନେହା ବୋରା ଯିଏ ଆଇସାର ଅଲ ଇଣ୍ଡିଆ ପ୍ରେସିଡେଣ୍ଟ, ସେ ମଧ୍ୟ କାଲି ଆସି ସମର୍ଥନ ଦଉଛନ୍ତି। ଏଠି ଓଡ଼ିଶାର ବିଭିନ୍ନ ରାଜନୈତିକ ଦଳଠୁ ନେଇକି ସାମାଜିକ କର୍ମୀ ସମସ୍ତେ ଆସିକି ସମର୍ଥନ ଦଉଛନ୍ତି। କିନ୍ତୁ ଏ ଯାଏଁ ପିଲାମାନଙ୍କର ଭବିଷ୍ୟତ ସହିତ ନେଇକି ମାନେ ବିଜେପି ସରକାର ଖେଳ ଖେଳୁଛି। ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦଉନାହାନ୍ତି କି ଆମ ପିଲାଙ୍କଠୁ ବହି ପ୍ରତ୍ୟାହାର କରିକି ନୂଆ ବହି ଦଉନାହାନ୍ତି। ଆଜି ବି ଆମ ପିଲାମାନେ ଭୁଲ ବହି ପଢୁଛନ୍ତି। ୟାକୁ ନେଇକି ଆଜି ଦେଖିବେ ସବୁ ସ୍କୁଲର ପିଲାମାନେ ଆସିକି ପହଞ୍ଚୁଛନ୍ତି। ଏ ଅନଶନ ସେଇ ଯାଏଁ ଚାଲିବ ଯୋଉ ଯାଏଁ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦେଇନାହାନ୍ତି, ସେ ଯାଏଁ ଅନଶନ ଚାଲିବ। ସମସ୍ତେ ସମର୍ଥନ ଜଣାନ୍ତି, ସରକାର ତରଫରୁ କାହିଁକି ଏତେ ଆସୁନାହାନ୍ତି, ମାନେ ପଚାରିବା ଆସୁନାହାନ୍ତି, କଣ ଅସୁବିଧା ଅଛି? ଦେଖନ୍ତୁ, ସରକାର ଯୋଉ ଅହଙ୍କାର ବସୁଛନ୍ତି, ଯୋଉ ଓଡ଼ିଆ ସ୍ମିତା କଥା କହିକି ସରକାରକୁ ଆସିଥିଲେ, ଆଜି ଏଇ ଓଡ଼ିଶା ଲୋକ, ଓଡ଼ିଶାର ଯୁବକ ଛାତ୍ର ତାଙ୍କୁ ନିଶ୍ଚିତ ଭାବରେ ଯଦି ଓଡ଼ିଆ କଥା ବୁଝିବେ ନାହିଁ, ଓଡ଼ିଆ ସତ୍ୟ କାମ କରୁଛନ୍ତି, ନିଶ୍ଚିତ ଭାବରେ ଓଡ଼ିଶାବାସୀ ଆସନ୍ତା ଦିନ ଯେମିତି ଗାଦି ବସନ୍ତି, ଗାଦି ତାଙ୍କୁ ଉପରେ ଫୋପାଡ଼ିବେ। ମନ୍ତ୍ରମନ୍ତ୍ରୀ ଯୋଉ ପରିସ୍ଥିତି ହେଇଥିଲା ଅନଶନ ତାପରେ ଯୋଉ ପରିସ୍ଥିତି ହେଲା, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଇସ୍ତଫା ଦେଇଥିଲେ, ଆପଣ କେତେ ପ୍ରଭାବ ପଡ଼ିବ ସରକାର? ଦେଖନ୍ତୁ, ଏଟା ନିଟ୍ ପେପର ଏଟା ଆହୁରି ଭୟଙ୍କର। ନିଟ୍ ପେପର ତ ପିଲା ପାଠ ପଢି ସେ ଯାଇ ପହଞ୍ଚୁଥିଲେ, ପିଲାଙ୍କୁ ମୂଳରୁ ମୂର୍ଖ କରିଦେବେ। ପିଲା ଆମ ପିଲା ଝାଲମୁଢି ବିକିବେ, ଆମ ପିଲା ଖଇଙ୍ଗା ଶୁଖା ତରକାରୀ ପଢିବେ, ଆମ ପିଲା କେମିତି ହବ ବେଲପଣା, କେମିତି ଆଜି ଦେଖିବେ ଏଠି ଯୋଉ ଗୀତ ଆଣିକି ରଖୁଛନ୍ତି ନିମୁଡା ଗୀତ, ପିଲାମାନେ କଣ ଏଇ ସବୁ ପାଠ ପଢିବେ? ଏଇ ପାଠ ଏଇ ନେତା ମନ୍ତ୍ରୀଙ୍କ ଛୁଆ ପଢିବେ ତ? ଆଜି ଏଇ ପ୍ରସଙ୍ଗ, ଇଏ ଅନଶନ ସତ୍ୟାଗ୍ରହ ଓଡ଼ିଶାର ପିଲାମାନଙ୍କ ଭବିଷ୍ୟତକୁ ବଞ୍ଚାଇବା ସହିତ ଶିକ୍ଷାକୁ ବଞ୍ଚାଇବା ପାଇଁ ଅନଶନ ସତ୍ୟାଗ୍ରହ ମୁଁ କରୁଛି। ଓଡ଼ିଶାର ପ୍ରତିଜନ ସହ ନିବେଦନ କରିବି, ଏ ଆନ୍ଦୋଳନ ମନ ଅଲ୍ୟ ଖାଲି ନୁହେଁ, ଆନ୍ଦୋଳନ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ବଞ୍ଚାଇବା ପାଇଁ ଆନ୍ଦୋଳନ ଅନଶନ ସତ୍ୟାଗ୍ରହ କରୁଛି। ଶିକ୍ଷା ମନ୍ତ୍ରୀ ଇସ୍ତଫା ନଦେଲେ ଆପଣ ଦେଖିବେ ଓଡ଼ିଶାରେ ସବୁ ବିଭାଗ ଦୁର୍ନୀତି ହିଁ ଦୁର୍ନୀତି ଚାଲିବ। ଶିକ୍ଷାମନ୍ତ୍ରୀ ଦେଖନ୍ତୁ, ଯୋଉ 380 କୋଟି ଟଙ୍କା ଯୋଉ ଆଜି ଏଇ ପାଠ୍ୟ ପୁସ୍ତକ ଯୋଉ ହିସାବରେ କରପସନ କରୁଛନ୍ତି, ୟା ପାଇଁ ନିଶ୍ଚିତ ଭାବରେ ଶିକ୍ଷା ମନ୍ତ୍ରୀ ଉପରେ ଆକ୍ସନ ହବା ଦରକାର। କାରଣ ଇଣ୍ଡିଆରେ ଆଇନ ଅଛି ଗୋଟିଏ ଆଇନ, ସେ ନେତା ମନ୍ତ୍ରୀଙ୍କ ପାଇଁ ଯୋଉ ଆଇନ, ଗୋଟେ ସାଧାରଣ ଲୋକ ପାଇଁ ସେଇ ଆଇନ। ଏଇ ଦୁର୍ନୀତି ଯଦି ଅନ୍ୟ କିଏ କରିଥାନ୍ତା, ସେ ବି ଯାଇଥାନ୍ତା। ଆଜି ଏନସିଆରଟି ଯୋଉ ମନୋଜ ପାଢୀ, ତାଙ୍କୁ ସସ୍ପେଣ୍ଡ କରିକି ସେଇ ମଧ୍ୟ ପୋଲିସ ହିସାବରେ ତାଙ୍କୁ ପନିଶମେଣ୍ଟ ମିଳିଛି। ତ ନିତ୍ୟାନନ୍ଦ କାହିଁ ମିଳିବ ନାହିଁ? ସେ ତ ବିଭାଗର ମୁଖ୍ୟ ନା, ସେ ବିଭାଗର ସେ ଅଛନ୍ତି ମୁଖ୍ୟ, ଗଣଶିକ୍ଷା ମନ୍ତ୍ରୀ ସେ ଅଛନ୍ତି, ସେ ଏ ଡିପାର୍ଟମେଣ୍ଟ ସେ ଅଛନ୍ତି ହେଡ୍ ଅଫ୍ ଅଥରିଟି। ସେ କାହିଁକି ଏଯାଏଁ ଇସ୍ତଫା ତାଙ୍କୁ ମନ୍ତ୍ରୀ ପଦରୁ କରାଯାଇ ନାହିଁ? କାରଣ ଇଏ ନିଟ୍ ପେପର ଆହୁରି ଭୟଙ୍କର। ଯୋଉ ତ୍ରୁଟିକୁ ସରକାର ସ୍ୱୀକାର କଲେ, ଭୁଲକୁ ମାନିଛନ୍ତି, ମନ୍ତ୍ରୀ ଇସ୍ତଫା ଦେବେ ନାହିଁ। ଓଡ଼ିଶା ଇତିହାସରେ ନା ସ୍ୱାଧୀନତା ପୂର୍ବରୁ ସ୍ୱାଧୀନତା ପରେ ଏତେ ବଡ ଭୁଲ କେବେ ବି ହେଇନାହିଁ। ପ୍ରଥମ ଥରକୁ ଭୁଲ ହେଇଛି, କିନ୍ତୁ ଅହଙ୍କାର ବସୁନି, ଏଯାଏଁ ଇସ୍ତଫା ଦଉନାହାନ୍ତି କି ଆସିକି ସରକାର ଆଲୋଚନା ନାହିଁ। ନିଶ୍ଚିତ ଭାବରେ ଜନସାଧାରଣ ମାନେ ଯିବେ, ନିଶ୍ଚିତ ଭାବରେ ଯୋଉ ଅହଙ୍କାର ବସୁଛନ୍ତି, ଆପଣ ଦେଖିବେ ଆସନ୍ତା ଦେଶ ଅହଙ୍କାର ତାଙ୍କୁ ରହିବ ନାହିଁ, ସେ ଗାଦିରୁ ମଧ୍ୟ ବହିଷ୍କାର ହେବେ। ନିଶ୍ଚିତ ଭାବରେ ଗୋଟେ ଜଣେ ପରେ ଜଣେ ଆସିକି ଯାଉଛନ୍ତି।
ओडिशा रे एक विराट आंदोलन क्या होछि। ମୋ ନାଁ ରାହୁଲ ଦାସ। ମାନେ ମୋ ଭାଇ ଭଉଣୀ 7th କ୍ଲାସ ରେ ପଢୁଛନ୍ତି, ଜଣେ 8th କ୍ଲାସ ରେ ପଢୁଛି। ଆମ 7th କ୍ଲାସ ର ବହିରେ ଲେଖା ହେଇଛି ଆମ ପିଲା ବିକିବେ ଝାଲମୁଢି ଶୁଖୁଆ ତରକାରୀ। ତ ପ୍ରାଇଭେଟ ପିଲା କଣ ପଢିବେ, ପ୍ରାଇଭେଟ ପିଲା କଣ ହେବେ ଡକ୍ଟର ଇଞ୍ଜିନିୟର? ଏଟା ଚଳିବ ନାହିଁ, ଚଳିବ ନାହିଁ। ଫେରେଇକି ଆମକୁ ଠିକ ବହି ଦିଅନ୍ତୁ, ସରକାରଙ୍କୁ ଏଇଟା ଆମର ଦାବି। ଅଷ୍ଟମ କ୍ଲାସ ବହିରେ କୃତି ବହିରେ ଅଛି ନିମୁଡା ନିମୁଡା ଗୀତ। ବହିଟା ଦେଲ, ଏଇଟା 8th କ୍ଲାସ କୃତି ବହି। ଦେଖନ୍ତୁ ଏଥିରେ ନିମୁଡା ନିମୁଡା ଗୀତ ଅଛି। ଆମ ପିଲା ପଢିବେ କଣ ଗୀତ ଡିଜେ ବଜେଇ ସେଠି ନାଚିବାକୁ ଯାଇଛନ୍ତି? ଆମ ପିଲାଙ୍କର ଶିକ୍ଷାର ଅଧିକାର ନାହିଁ। ରାଜସ୍ଥାନୀ ସଙ୍ଗୀତ ହେଲେ ଏଗୁଡା ଅଡଲ୍ଟ ସଙ୍ଗ ଗୋଟେ। ଏଗୁଡା କଣ ଏଗୁଡା ପଢିବା ଜିନିଷ? ଏଗୁଡା ଏଇ 7ମ କ୍ଲାସ ବହିରେ ବି ଦେଖା ଲେଖିଛନ୍ତି ଶୁଖୁଆ ତରକାରୀ। ଆମ ପିଲା ବିକିବେ ଶୁଖୁଆ ତରକାରୀ ନା ଝାଲମୁଢି? ପ୍ରାଇଭେଟ ପିଲା ହେବେ ଡକ୍ଟର ଇଞ୍ଜିନିୟର। ଏଇ ଦାବିରେ ଆମେ ବସଛୁ ଏଠୁ। ସରକାର ଫେରେଇବାକୁ ବାଧ୍ୟ ଏଇଠି। ଆମର ଏଇ ଜିନିଷର ଦାବି, ସରକାର ଭୁଲ ବହି ନେବେ, ଠିକ ବହି ଫେରେଇବେ। ତାପରେ ଆମେ ଏମିତି ଷ୍ଟ୍ରାଇକ ରେ ବସିବୁ ଆଉ।